ভিজিଲାନ୍ସ ଜାଲରେ ପଡ଼ିଛନ୍ତି ବିଏମ୍ସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ପଟ୍ଟନାୟକ। ଆମେ ବର୍ତ୍ତମାନ ବରଗଡ଼ ବ୍ରିଡ୍ କଲୋନି ସ୍ଥିତ ତାଙ୍କ ବାସଭବନରେ ଅଛୁ। ଆପଣ ଦେଖିପାରୁଥିବେ ଯେଉଁ ବାହାରର ଚିତ୍ର ଆପଣ ଦେଖିପାରୁଥିବେ ଯେଉଁଭଳି ଭାବେ ବାବୁଙ୍କର ସଉକ ରହିଛି, ସୌକିନ ଜିନିଷ ପ୍ରତି ଆଗ୍ରହ ଥିଲା ତାଙ୍କର। ଏ କବାଟରୁ ଆପଣ ଦେଖିପାରୁଥିବେ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଛି, ଦାମୀ କାଠରେ ଏ କବାଟ ରହିଛି। ତା ସହିତ ଯେଉଁ ଆସବାବ ପତ୍ର ରହିଛି, ଆମେ ଧୀରେ ଧୀରେ ଭିତରକୁ ଗଲେ ଆପଣ ଦେଖିପାରୁଥିବେ ଯେଉଁଭଳି ଭାବେ ବାବୁଙ୍କର ସଉକ ରହିଥିଲା ସୌକିନ ଜିନିଷ ପ୍ରତି ଭିଜିଲାନ୍ସର ଚଢ଼ଉ ବର୍ତ୍ତମାନ ଜାରି ରହିଛି। ଗୋଟିଏ ପରେ ଗୋଟିଏ ଜିନିଷ ଯାହା ଜବତ କରାଯାଉଛି, ଅଧିକ ତଦନ୍ତ ମଧ୍ୟ ଜାରି ରହିଛି। ଇଣ୍ଟେରିୟର କଥା ଆମେ ଯଦି ଦେଖିବା ଯେଉଁଭଳି ଭାବେ ଘର ଭିତରର ଇଣ୍ଟେରିୟର ରହିଛି, ଯେଉଁ ଦାମୀ ଜିନିଷ ଦାମୀ ଆସବାବ ପତ୍ର ରହିଛି ସେ ସବୁକୁ ଦେଖିଲେ ଜଣା ପଡ଼ିଯାଉଛି କିଭଳି ତାଙ୍କର ସଉକ ରହିଥିଲା, କିଭଳି ତାଙ୍କର ଆଗ୍ରହ ରହିଥିଲା। ଏ ଯେଉଁ ଦୋଳିଟି ଦେଖୁଛନ୍ତି ଆପଣ 2 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଏ ଦୋଳି ରହିଛି। ତା ସହିତ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖିବାକୁ ଚାହିଁବି, ଯେଉଁ ଗୋଟେ ହୁକ୍କା ରହିଛି ଯାହାର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଅଧିକ ମଧ୍ୟ ହେବ। ଆପଣ ସେଇ ଚିତ୍ର ଦେଖିବାକୁ ଚାହିଁବି। ବର୍ତ୍ତମାନ ଭିଜିଲାନ୍ସର ଅଧିକାରୀମାନେ ଏଠି ତଦନ୍ତ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଯେତିକି ଜଣାପଡ଼ିଛି ଯେ 28 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ ରହିଛି। ତା ସହିତ ଅନେକ ନଗଦ ସୁନା ରୂପା ମଧ୍ୟ ଜବତ କରାଯାଇଛି। ଯଦି ଆପଣ ଦେଖିବେ ଯେଉଁ ସୁନା ଅଳଙ୍କାର କଥା କହିବା, ବାବୁଙ୍କର ଯେଉଁ ସଉକ ରହିଥିଲା 10ରୁ ଅଧିକ ସୁନା ହାର, ତା ସହିତ ଚୁଡ଼ି, କାନଫୁଲ, ଏଇଭଳି ଭାବେ ଏକାଧିକ ସୁନାର ଅଳଙ୍କାର ମିଳିଛି। ତା ସହିତ ଯଦି ଆମେ ଦେଖିବା ଯେଉଁ ରୂପା ଟଙ୍କା ରହିଛି ସେ ସବୁ ମଧ୍ୟ ତାଙ୍କର ଆଗ୍ରହ ରହିଥିଲା। ଆପଣ ଦେଖିପାରୁଥିଲେ ଯେଉଁଭଳି ଭାବେ ଏଇ ରୂପା ଟଙ୍କା ମଧ୍ୟ ଏକାଧିକ ରୂପା ଟଙ୍କା ମଧ୍ୟ ଜବତ କରାଯାଇଛି। ତା ସହିତ ରହିଛି ରୂପା ଘଣ୍ଟି, ସେଥିପ୍ରତି ମଧ୍ୟ ବାବୁଙ୍କର ଯେଉଁ ଆଗ୍ରହ ରହିଥିଲା। ଦାମୀ ଆସବାବ ପତ୍ର ସବୁ ରହିଛି, ତା ସହିତ ଦାମୀ ଘଣ୍ଟା ଜବତ କରାଯାଇଛି, ଅନେକ ସଂଖ୍ୟାରେ ଦାମୀ ଘଣ୍ଟା। ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଯେତିକି ଜଣାପଡ଼ିଛି ଯେ 7ରୁ 8ଟି ବ୍ୟାଙ୍କ ଆକାଉଣ୍ଟ ରହିଛି, ଏକାଧିକ ଆକାଉଣ୍ଟ ରହିଛି, ମ୍ୟୁଚୁଆଲ ଫଣ୍ଡ ରହିଛି, ଅନେକ ସୁନା ରୂପା ଅଳଙ୍କାର ରହିଛି। ତା ସହିତ ଅଧିକ ତଦନ୍ତ ବର୍ତ୍ତମାନ ଜାରି ରହିଛି। ସମୟ ଯେତେ ବଢ଼ୁଛି ସେ ଅନୁସାରେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ଯେଉଁ ବାବୁ ଜଣକ ଯେଉଁଭଳି ଭାବେ ବିଏମ୍ସିରେ କାର୍ଯ୍ୟ କରୁଛନ୍ତି। ଆଉ ଯାହା ସୂଚନା ରହିଛି ଯେ ମାତ୍ର 2 ବର୍ଷ ହେବ 2018ରେ ସେ ଭୁବନେଶ୍ୱର ମହାନଗର ନିଗମରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ଏ ହେଉଛି ତାଙ୍କର ସେଇ କାର୍ଡ, ଅଫିସ ଆଇ କାର୍ଡ ରହିଛି। ବର୍ତ୍ତମାନ ସେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହୋଇସାରିଛନ୍ତି। ତ ଏଇ କିଛି ବର୍ଷ ଭିତରେ ଯେଭଳି ଭାବେ ସମ୍ପତ୍ତି ଠୁଳ କରିଛନ୍ତି, କେବଳ ଭୁବନେଶ୍ୱର ନୁହଁ 4ଟି ଜାଗାରେ ତାଙ୍କର 4ଟି ଜାଗାରେ ଜାରି ରହିଛି ତଦନ୍ତ, ଚଢ଼ଉ ଜାରି ରହିଛି ଭିଜିଲାନ୍ସ ତରଫରୁ। ଆପଣ ଦେଖିପାରୁଥିବେ ଏଇ ଯେଉଁ ଗୋଟେ ଶୋପିସ୍ ରହିଛି, ଦାମୀ ଶୋପିସ୍ ରହିଛି, ସୌକିନ ଜିନିଷ, ସୌକିନ ସାମଗ୍ରୀର ସେ ଆଗ୍ରହ ରଖୁଥିଲେ। ଜଗନ୍ନାଥ ପଟ୍ଟନାୟକ ଆଗ୍ରହ ରଖୁଥିଲେ। ଏଇଭଳି ଭାବେ ତାଙ୍କର ଘର ବାହାରର ଆମେ ଇଣ୍ଟେରିୟର ଆପଣ ଦେଖୁଛନ୍ତି, ଯେଉଁ ଡାଇନିଂର ଇଣ୍ଟେରିୟର, ତା ପରେ ଘର ଭିତରର ଇଣ୍ଟେରିୟର ମଧ୍ୟ ସେଇଭଳି ଭାବେ ରହିଛି। ଦାମୀ ଜିନିଷ ରହିଛି, 2 ଲକ୍ଷରୁ ଅଧିକ ଟଙ୍କାର ଆକ୍ୱାଗାର୍ଡ ରହିଛି। ଏଭଳି ଏକାଧିକ ଜିନିଷ ରହିଛି। ଭିଜିଲାନ୍ସର ଅଧିକାରୀମାନେ ବର୍ତ୍ତମାନ ତଦନ୍ତ ଜାରି ରଖିଛନ୍ତି। এই যে তদন্ত প্রক্রিয়ায় আমি যদি দেখিবা 6 জন ডিএসপি 10 জন ইন্সপেক্টর এতে সামিল হয়েছেন। ভুবনেশ্বর সমেত 4টি জায়গায় চढ़ऊ জারি রয়েছে। বর্তমান ভুবনেশ্বর বরগড় ব্রিড কলোনি 3 মহলা বিশিষ্ট বাসভবন হো, বিএমসি কার্যালয়, তা সহিত বালিপাটনার এক ফার্ম হাউস, আউ গুণপুরে তাঁর পৈতৃক বাসভবন রয়েছে। এ সমস্ত জায়গায় বর্তমান চढ़ऊ জারি রয়েছে। আউ একাধিক जहाँ आसबाब पत्र कहतु, सुना रूपा अलंकार कहतु, बैंक अकाउंट कहतु, बहु मात्रा रे वर्तमान सुधा जहाँ जबत होइछि। भुवनेश्वर कैमरामैन प्रदोष शुभलक्ष्मी बल, कनक न्यूज।